ନବମା ଭଗବତୀ ଶରଣ ଦର୍ଶକ ବନ୍ଧୁ 12 ଅଧିପତି ଦେବଗୁରୁ ବୃହସ୍ପତିଙ୍କୁ ନମନ କରି ଜାଣିବା ଆଜିର ରାଶିଫଳ ବିଷୟରେ। ସର୍ବପ୍ରଥମେ ଜାଣିବା ଆଜିର ରାଶି ନକ୍ଷତ୍ର ତଥା ପଞ୍ଚାଙ୍ଗ ବିଷୟରେ। ଆଜି ଆଶ୍ୱିନ ମାସ କୃଷ୍ଣପକ୍ଷ ଇଂରାଜୀ ତାରିଖ ସେପ୍ଟେମ୍ବର ମାସ 26 ତାରିଖ 2024 ମସିହା ଗୁରୁବାର। ଆଜି ନବମୀ ତିଥି। ପୁନର୍ବସ ନକ୍ଷତ୍ର, ମିଥୁନ ଚନ୍ଦ୍ର, ପରିଘ ଯୋଗ ଗରକରଣ, ଦିବା 12 ଘଣ୍ଟା 26 ମିନିଟ୍ ପରେ ବାଣିଜ୍ୟକରଣ ଭୋଗ ହେବ। ଯୋଗିନୀ ପୂର୍ବ ଦିଗରେ, ଦିବା 12 ଘଣ୍ଟା 26 ମିନିଟ୍ ପରେ ଉତ୍ତର ଦିଗରେ ରହିବେ। ଆଜି ତୁଳା ଓ କୁମ୍ଭ ରାଶିର ଘାତ ବାର ଏବଂ କନ୍ୟା ରାଶି ପୁରୁଷ ଓ ବିଛା କୁମ୍ଭ ରାଶି ମହିଳାଙ୍କ ଘାତ ଚନ୍ଦ୍ର। ରାହୁ କାଳ ଦିବା 1 ଘଣ୍ଟା 5 ମିନିଟ୍ରୁ ଦିବା 2 ଘଣ୍ଟା 35 ମିନିଟ୍ ମଧ୍ୟରେ। ମାହେନ୍ଦ୍ର ବେଳା ଦିବା 4 ଘଣ୍ଟା 26 ମିନିଟ୍ରୁ ସନ୍ଧ୍ୟା 5 ଘଣ୍ଟା 33 ମିନିଟ୍ ମଧ୍ୟରେ। ରାହୁ କାଳରେ କୌଣସି ଆନୁଷ୍ଠାନିକ ମାଙ୍ଗଳିକ ଶୁଭ କାର୍ଯ୍ୟ କରିବା ଶାସ୍ତ୍ର ସମ୍ମତ ନୁହେଁ। ଏଣୁକରି ମାହେନ୍ଦ୍ର ବେଳାଟି ସର୍ବୋତ୍ତମ, କାରଣ ମାହେନ୍ଦ୍ର ବେଳାଟି ଶ୍ରୀହରି ବିଷ୍ଣୁଙ୍କ ଅତି ପ୍ରିୟ ବୋଲି ଶାସ୍ତ୍ର ମାର୍ଗଦର୍ଶନ କରିଥାଏ। ଆଜିର ଗ୍ରହସ୍ଥିତି: ବୃହସ୍ପତି ବୃଷ ରାଶିରେ, ମଙ୍ଗଳ ଚନ୍ଦ୍ର ମିଥୁନ ରାଶିରେ, ରବି ବୁଧ କେତୁ କନ୍ୟା ରାଶିରେ, ଶୁକ୍ର ତୁଳା ରାଶିରେ, ଶନି କୁମ୍ଭ ରାଶିରେ ଏବଂ ରାହୁ ବୃହସ୍ପତିଙ୍କ ସାଧାରଣ ରାଶି ମୀନ ରାଶିରେ ଗୋଚର କରିବେ। ଦର୍ଶକ ବନ୍ଧୁ, ରାଶିଫଳ ଜାଣିବା ଆଗରୁ ଜାଣିବା ଆଜିର ଦିବ୍ୟ ଚିନ୍ତନ ବିଷୟରେ। ଦିବ୍ୟ ଚିନ୍ତନରେ ଅଛି ଜଣେ ଦର୍ଶିକାଙ୍କ ପ୍ରଶ୍ନ। ଦର୍ଶିକା ଜଣକ ପ୍ରଶ୍ନ ରଖିଛନ୍ତି, ଜନ୍ମଜାତକରେ ଗୋଟିଏ ଝିଅର ଜନ୍ମକୁଣ୍ଡଳୀ ଦେଖିକି ତାର ଆଚରଣ ବ୍ୟବହାର କିପରି ଜାଣି ହୁଏ, ଏହି ବିଷୟବସ୍ତୁ ନେଇକି ଆଲୋଚନା କରିବେ। ଦର୍ଶକ ବନ୍ଧୁ, କୌଣସି କନ୍ୟା କୋଷ୍ଠୀକୁ ନେଇକି ଆଲୋଚନା ସମାଲୋଚନା କରିବା ବିଶେଷ ସମ୍ଭବ ହୋଇନଥାଏ। ଯାହା ଜ୍ୟୋତିଷ ଶାସ୍ତ୍ର ଲିଖିତ ବାଣୀ, ସେହି ବିଷୟବସ୍ତୁ ଉପରେ ଆଲୋଚନା କରିବା। ଜ୍ୟୋତିଷ ଶାସ୍ତ୍ର କହେ, କନ୍ୟା କୋଷ୍ଠୀରେ ଲଗ୍ନ ଯଦି ବିଷମ ରାଶି ହୁଏ ଏବଂ ଚନ୍ଦ୍ର ଯଦି ବିଷମ ରାଶିରେ ରହିଥାନ୍ତି, ତାହେଲେ ଜନ୍ମଜାତିକା ନିର୍ଲଜ୍ଜା ହେବା ସହିତ ଅସତ୍ ଚରିତ୍ରା ମଧ୍ୟ ହୋଇଥାଏ। ଯଦି ଚନ୍ଦ୍ର ପାପ ଦୃଷ୍ଟିରେ ରହିଥାନ୍ତି, ତାହେଲେ ପ୍ରଭାବଟି ଆହୁରି ବଢ଼ିଯାଏ। ଚନ୍ଦ୍ର ଯଦି ଶୁଭଗ୍ରହ ଦୃଷ୍ଟିରେ ରହିଥାନ୍ତି କିମ୍ବା ଲଗ୍ନ ଯଦି ଶୁଭଗ୍ରହ ଦୃଷ୍ଟିରେ ରହିଥାଏ, ଉଣା ଅଧିକ ଦୋଷଟି ଖଣ୍ଡନ ହୋଇଥାଏ। ଚନ୍ଦ୍ର ଏବଂ ଲଗ୍ନ ଯଦି ସମରାଶିରେ ଅବସ୍ଥାନ କରିଥାନ୍ତି, ତାହେଲେ ଜାତିକା ଉତ୍ତମ ଚରିତ୍ରଯୁକ୍ତ ହେବା ସହିତ ଅଳଙ୍କାରରେ ଭୂଷଣ ହୋଇଥାଏ। ବିଶେଷ କରି ପତି ପରାୟଣ ଗୁଣ ରହିବା ସହିତ ସର୍ବ ସୌଭାଗ୍ୟବତୀ ହୋଇଥାଏ। ଏବେ ଆସନ୍ତୁ ଜାଣିବା ଆଜିର ରାଶିଫଳ ବିଷୟରେ। ରାଶିଫଳଟି ଆପଣଙ୍କ ଚନ୍ଦ୍ର ରାଶି ଉପରେ ଆଧାରିତ। ଆପଣଙ୍କ ଜନ୍ମଗୋଷ୍ଠୀରେ ଚନ୍ଦ୍ରମା ଯେଉଁ ରାଶିରେ ଅବସ୍ଥାନ କରିଛନ୍ତି, ସିଏ ହେଉଛି ଆପଣଙ୍କ ଚନ୍ଦ୍ର ରାଶି ବା ଜନ୍ମରାଶି। ଯଦି ଆପଣ ନିଜର ଜନ୍ମରାଶି ଜାଣିନାହାନ୍ତି, ତାହେଲେ ପ୍ରଚଳିତ ନାମ ରାଶି ଅନୁସାରେ ରାଶିଫଳଟି ଦେଖିପାରିବେ। ଚନ୍ଦ୍ରମା ଆଜି ବୃହସ୍ପତିଙ୍କ ନକ୍ଷତ୍ରରେ ମିଥୁନ ରାଶିରେ ଗୋଚର କରିବେ। ଫଳରେ ମେଷ ରାଶି ଠାରୁ ମୀନ ରାଶି ପର୍ଯ୍ୟନ୍ତ ଦ୍ୱାଦଶ ରାଶି ଉପରେ ଚନ୍ଦ୍ରମାଙ୍କ କେଉଁ ପ୍ରକାର ପ୍ରଭାବ ରହିବ, ଉକ୍ତ ବିଷୟବସ୍ତୁ ଉପରେ ପରିଚିତ ହେବା। କାଳପୁରୁଷ ଚକ୍ରର ପ୍ରଥମ ରାଶି ମେଷ ରାଶି। ମେଷ ରାଶି ବ୍ୟକ୍ତିବିଶେଷଙ୍କ ପାଇଁ ଦିନଟିରେ ଚନ୍ଦ୍ରମା ରାଶିଠାରୁ ଦ୍ୱିତୀୟ ସ୍ଥାନରେ ଗୋଚର କରିବେ। ଫଳରେ କାର୍ଯ୍ୟକ୍ଷେତ୍ର ଏବଂ ବ୍ୟବସାୟରେ ପ୍ରବଳ ମାତ୍ରାରେ ଲାଭର ସୂଚନା ଅଛି। ମିଳିତ ବ୍ୟବସାୟକୁ ନେଇକି ଅଳ୍ପ ମାତ୍ରାରେ କଳହର ବାତାବରଣ ରହିପାରେ। ସରକାରୀ ବେସରକାରୀ କର୍ମକୁ ନେଇକି ସଦାସର୍ବଦା ବାକ୍ଶୁଦ୍ଧି ରଖନ୍ତୁ। ଆଇନ ଅଦାଲତ କର୍ମ ଯଦି କିଛି ଥାଏ, ବୁଝି ବିଚାରିକି କର୍ମ ନିର୍ବାହ କରନ୍ତୁ। ଦାମ୍ପତ୍ୟ ଓ ପ୍ରେମ ସମ୍ପର୍କ ଅତି ଉତ୍ତମ ରହିବ। ଆର୍ଥିକ ସ୍ଥିତି ସବଳ ରହିବା ସହିତ ସ୍ୱାସ୍ଥ୍ୟ ଶରୀର ଅତି ଉତ୍ତମ ଅଟେ। ଯାତ୍ରା ପାଇଁ ଦିନଟି ସୁଖଦାୟକ ନୁହେଁ। ବିଦ୍ୟାର୍ଥୀ ଓ ମହିଳାମାନେ କାର୍ଯ୍ୟକ୍ଷେତ୍ରରେ କର୍ମ ବିମୁଖ ହେବେ। ଆପଣଙ୍କ ପାଇଁ ଶୁଭ ରଙ୍ଗ ଆଜି ଘୃତବର୍ଣ୍ଣ ରଙ୍ଗ, ଶୁଭ ଅଙ୍କ 2। ଆପଣ ଆଜି ସିଦ୍ଧକୁଞ୍ଜିକା ମନ୍ତ୍ର ପଠନ କରନ୍ତୁ। ଦିନଟି ଅତ୍ୟନ୍ତ ସୁଖଦ ରହିବ। ବୃଷ ରାଶି। ବୃଷ ରାଶି ବ୍ୟକ୍ତିବିଶେଷଙ୍କ ପାଇଁ ଦିନଟିରେ ଚନ୍ଦ୍ରମା ରାଶିରେ ଗୋଚର କରିବେ। ଫଳରେ କାର୍ଯ୍ୟକ୍ଷେତ୍ର ଏବଂ ବ୍ୟବସାୟରେ ବାଦ ବିବାଦ ଉତ୍ପନ୍ନ ହୋଇପାରେ। ସରକାରୀ ବେସରକାରୀ କର୍ମକୁ ନେଇକି ଉପରିସ୍ଥ କର୍ମଚାରୀଙ୍କ ପରାମର୍ଶ ଅନୁସାରେ କର୍ମ ସମ୍ପାଦନ କରନ୍ତୁ। ଦାମ୍ପତ୍ୟ ଓ ପ୍ରେମ ସମ୍ପର୍କ ସୁଦୃଢ଼ ରଖନ୍ତୁ। ଆର୍ଥିକ ସ୍ଥିତି ମଧ୍ୟମରୁ ଉତ୍ତମ ରହିବ। ସ୍ୱାସ୍ଥ୍ୟ ଶରୀର ସବଳ ରହିବା ସହିତ ଯାତ୍ରା ପାଇଁ ଦିନଟି ଅତି ଉତ୍ତମ ଅଟେ। ବିଦ୍ୟାର୍ଥୀ ଓ ମହିଳାମାନେ କାର୍ଯ୍ୟକ୍ଷେତ୍ରରେ ପ୍ରଶଂସାର ପାତ୍ର ହେବେ। ଆପଣଙ୍କ ପାଇଁ ଶୁଭ ରଙ୍ଗ ଆଜି ଘନ ନୀଳ ରଙ୍ଗ, ଶୁଭ ଅଙ୍କ 4। ଆପଣ ଆଜି କ୍ଳିଂ କୃଷ୍ଣାୟ ଗୋବିନ୍ଦାୟ ଗୋପୀଜନ ବଲ୍ଲଭାୟ ରାଧାକୃଷ୍ଣାୟ ଓଁ ନମୋ ଭଗବତେ ବାସୁଦେବାୟ ନମଃ ଏହି ମନ୍ତ୍ରକୁ ପଠନ କରନ୍ତୁ। ଦିନଟି ଅତ୍ୟନ୍ତ ସୁଖଦ ରହିବ। ମିଥୁନ ରାଶି। ମିଥୁନ ରାଶି ବ୍ୟକ୍ତିବିଶେଷଙ୍କ ପାଇଁ ଦିନଟିରେ ଚନ୍ଦ୍ରମା ରାଶିଠାରୁ ଦ୍ୱାଦଶ ସ୍ଥାନରେ ଗୋଚର କରିବେ। ଫଳରେ କାର୍ଯ୍ୟକ୍ଷେତ୍ର ଏବଂ ବ୍ୟବସାୟରେ ପରାଧୀନ ଭାବେ କର୍ମ ସମ୍ପାଦନ ହେବ।
ସରକାରୀ ବେସରକାରୀ କର୍ମକୁ ନେଇକି ଦୀର୍ଘ ଦିନରୁ ଅଟକି ରହିଥିବା କର୍ମ ପ୍ରବଳ ମାତ୍ରାରେ ଅଶାନ୍ତିର କାରଣ ହୋଇପାରେ। ଦାମ୍ପତ୍ୟ ଓ ପ୍ରେମ ସମ୍ପର୍କ ବିଶେଷ ସୁଖଦାୟକ ନୁହେଁ। ଆର୍ଥିକ ସ୍ଥିତି ଅତି ଉତ୍ତମ ଅଟେ। ସ୍ୱାସ୍ଥ୍ୟ ଶରୀର ସବଳ ରହିବ। ଯାତ୍ରା ପାଇଁ ଦିନଟି ଅତି ଉତ୍ତମ ରହିବ। ବିଦ୍ୟାର୍ଥୀ ଓ ମହିଳାମାନେ କାର୍ଯ୍ୟକ୍ଷେତ୍ରରେ କର୍ମ ବିମୁଖ ହେବେ। ଆପଣଙ୍କ ପାଇଁ ଶୁଭ ରଙ୍ଗ ଆଜି ଶ୍ୟାମଳ ବର୍ଣ୍ଣ ରଙ୍ଗ। ଶୁଭ ଅଙ୍କ 1। ଆପଣ ଆଜି ଗଙ୍ଗଣପତେ ନମଃ ଏହି ମନ୍ତ୍ରକୁ ପଠନ କରନ୍ତୁ। ଦିନଟି ଅତ୍ୟନ୍ତ ସୁଖଦ ରହିବ। କର୍କଟ ରାଶି। କର୍କଟ ରାଶି ବ୍ୟକ୍ତିବିଶେଷଙ୍କ ପାଇଁ ଦିନଟିରେ ଚନ୍ଦ୍ରମା ରାଶିଠାରୁ ଏକାଦଶ ସ୍ଥାନରେ ଗୋଚର କରିବେ। ଫଳରେ କାର୍ଯ୍ୟକ୍ଷେତ୍ର ଏବଂ ବ୍ୟବସାୟରେ ଅର୍ଥ ସୁଖ ପ୍ରାପ୍ତି ହେବ। ସରକାରୀ ବେସରକାରୀ କର୍ମକୁ ନେଇକି ଉଚ୍ଚପଦ ପ୍ରାପ୍ତିର ସୂଚନା ଅଛି। ଦାମ୍ପତ୍ୟ ଓ ପ୍ରେମ ସମ୍ପର୍କ ସୁଖଦ ରହିବା ସହିତ ଆର୍ଥିକ ସ୍ଥିତି ଅତି ଉତ୍ତମ ଅଟେ। ସ୍ୱାସ୍ଥ୍ୟ ଶରୀର ସବଳ ରହିବ। ଯାତ୍ରା ପାଇଁ ଦିନଟି ଆପଣଙ୍କ ପକ୍ଷରେ ଯିବ। ବିଦ୍ୟାର୍ଥୀ ଓ ମହିଳାମାନେ କାର୍ଯ୍ୟକ୍ଷେତ୍ରରେ କୃତିତ୍ୱ ଅର୍ଜନ କରିବେ। ଆପଣଙ୍କ ପାଇଁ ଶୁଭ ରଙ୍ଗ ଆଜି କେଶର ବର୍ଣ୍ଣ ରଙ୍ଗ। ଶୁଭ ଅଙ୍କ 9। ଆପଣ ଆଜି ରାମ ରକ୍ଷା ସ୍ତୋତ୍ର ପାଠ କରନ୍ତୁ। ଦିନଟି ଅତ୍ୟନ୍ତ ସୁଖଦ ରହିବ। ସିଂହ ରାଶି। ସିଂହ ରାଶି ବ୍ୟକ୍ତିବିଶେଷଙ୍କ ପାଇଁ ଦିନଟିରେ ଚନ୍ଦ୍ରମା ରାଶିଠାରୁ ଦଶମ ସ୍ଥାନରେ ଗୋଚର କରିବେ। ଫଳରେ କାର୍ଯ୍ୟକ୍ଷେତ୍ର ଏବଂ ବ୍ୟବସାୟରେ ଅପବ୍ୟୟ ଖର୍ଚ୍ଚର ସୂଚନା ଅଛି। ମିଳିତ ବ୍ୟବସାୟକୁ ନେଇକି ତରତର ନିଷ୍ପତ୍ତି ନିଅନ୍ତୁ ନାହିଁ। ସରକାରୀ ବେସରକାରୀ କର୍ମକୁ ନେଇକି ମନ ଭିତରେ ପ୍ରବଳ ମାତ୍ରାରେ ଅଶାନ୍ତିର ବାତାବରଣ ରହିପାରେ। ଦାମ୍ପତ୍ୟ ଓ ପ୍ରେମ ସମ୍ପର୍କ ସଦୃଢ଼ ରଖନ୍ତୁ। କର୍ମମୟ ଜୀବନରେ ଅଶାନ୍ତିର ବାତାବରଣ ରହିପାରେ। ଆର୍ଥିକ ସ୍ଥିତି ଦୁର୍ବଳ ରହିବା ସହିତ ସ୍ୱାସ୍ଥ୍ୟ ଶରୀର ମଧ୍ୟ ଦୁର୍ବଳ ରହିପାରେ। ଯାତ୍ରା ପାଇଁ ଦିନଟି ବିଶେଷ ସୁଖଦାୟକ ନୁହେଁ। ବିଦ୍ୟାର୍ଥୀ ଓ ମହିଳାମାନେ କାର୍ଯ୍ୟକ୍ଷେତ୍ରରେ ଆଶାତୀତ ଫଳପ୍ରାପ୍ତିରେ ବିଳମ୍ବ ଯୋଗ ଲକ୍ଷ୍ୟ କରିବେ। ଆପଣଙ୍କ ପାଇଁ ଶୁଭ ରଙ୍ଗ ଆଜି କେଶର ବର୍ଣ୍ଣ ରଙ୍ଗ। ଶୁଭ ଅଙ୍କ 9। ଆପଣ ଆଜି ଦେବୀ ମନ୍ଦିରରେ ଘୃତଦୀପ ଅର୍ପଣ କରନ୍ତୁ। ଦିନଟି ଅତ୍ୟନ୍ତ ସୁଖଦ ରହିବ। କନ୍ୟା ରାଶି। କନ୍ୟା ରାଶି ବ୍ୟକ୍ତିବିଶେଷଙ୍କ ପାଇଁ ଦିନଟିରେ ଚନ୍ଦ୍ରମା ରାଶିଠାରୁ ନବମ ସ୍ଥାନରେ ଗୋଚର କରିବେ। ଫଳରେ କାର୍ଯ୍ୟକ୍ଷେତ୍ର ଏବଂ ବ୍ୟବସାୟରେ ଆୟ ସ୍ଥିତି ସବଳ ରହିବ। ସରକାରୀ ବେସରକାରୀ କର୍ମକୁ ନେଇକି ମନ ଭିତରେ ଅଳ୍ପ ମାତ୍ରାରେ ଚଞ୍ଚଳ ପ୍ରକୃତି ରହିପାରେ। ଦାମ୍ପତ୍ୟ ଓ ପ୍ରେମ ସମ୍ପର୍କ ମଧ୍ୟମରୁ ଉତ୍ତମ ଅଟେ। ସହଧର୍ମିଣୀଙ୍କ ପରାମର୍ଶ ଅନୁସାରେ ଗୃହ କାର୍ଯ୍ୟ ସମ୍ପାଦନ କରନ୍ତୁ। ଆର୍ଥିକ ସ୍ଥିତି ଅତି ଉତ୍ତମ ରହିବ। ଦିନଟିରେ ଧର୍ମ କର୍ମ ରୀତିନୀତି ପ୍ରତି ପ୍ରବଳ ମାତ୍ରାରେ ଅନାଗ୍ରହ ଜାତ ହୋଇପାରେ। ସ୍ୱାସ୍ଥ୍ୟ ଶରୀର ପ୍ରତି ଧ୍ୟାନ ରଖନ୍ତୁ। ଯାତ୍ରା ପାଇଁ ଦିନଟି ମଧ୍ୟମ ଫଳଦାୟକ। ବିଦ୍ୟାର୍ଥୀ ଓ ମହିଳାମାନେ କାର୍ଯ୍ୟକ୍ଷେତ୍ରରେ ଆଶାତୀତ ଫଳପ୍ରାପ୍ତିରେ ବିଳମ୍ବ ଯୋଗ ଲକ୍ଷ୍ୟ କରିବା ସହିତ ଅନ୍ୟ ଉପରେ ନିର୍ଭରଶୀଳ ରହିବେ। ଆପଣଙ୍କ ପାଇଁ ଶୁଭ ରଙ୍ଗ ଆଜି କେଶର ବର୍ଣ୍ଣ ରଙ୍ଗ। ଶୁଭ ଅଙ୍କ 2। ଆପଣ ଆଜି ଦେବୀ ମନ୍ଦିରରେ ଘୃତଦୀପ ଅର୍ପଣ କରନ୍ତୁ। ଦିନଟି ଅତ୍ୟନ୍ତ ସୁଖଦ ରହିବ। ତୁଳା ରାଶି। ତୁଳା ରାଶି ବ୍ୟକ୍ତିବିଶେଷଙ୍କ ପାଇଁ ଦିନଟିରେ ଚନ୍ଦ୍ରମା ରାଶିଠାରୁ ଅଷ୍ଟମ ସ୍ଥାନରେ ଗୋଚର କରିବେ। ଫଳରେ କାର୍ଯ୍ୟକ୍ଷେତ୍ର ଏବଂ ବ୍ୟବସାୟରେ କର୍ତ୍ତବ୍ୟ ନିଷ୍ଠାଗୁଣ ଦେଖାଯିବ। ସରକାରୀ ବେସରକାରୀ କର୍ମକୁ ନେଇକି ବାଦ ବିବାଦ ଉତ୍ପନ୍ନ ହୋଇପାରେ। ଆଇନ ଅଦାଲତ କର୍ମ ଯଦି କିଛି ଥାଏ ପରିଚିତ ବ୍ୟକ୍ତିଙ୍କ ମାଧ୍ୟମରେ କର୍ମ ସମ୍ପାଦନ କରନ୍ତୁ। ଦାମ୍ପତ୍ୟ ଓ ପ୍ରେମ ସମ୍ପର୍କ ସୁଖଦ ନୁହେଁ। ଆର୍ଥିକ ସ୍ଥିତି ଦୁର୍ବଳ ରହିବା ସହିତ ଦିନଟିରେ ଦୁର୍ଘଟଣାରେ ଗ୍ରସିତ ହୋଇପାରନ୍ତି। ସ୍ୱାସ୍ଥ୍ୟ ଶରୀର ପ୍ରତି ଧ୍ୟାନ ରଖିବା ନିତାନ୍ତ ଆବଶ୍ୟକ। ଯାତ୍ରା ପାଇଁ ଦିନଟି ସୁଖଦ ରହିବ। ବିଦ୍ୟାର୍ଥୀ ଓ ମହିଳାମାନେ କାର୍ଯ୍ୟକ୍ଷେତ୍ରରେ ଆଶାତୀତ ଫଳପ୍ରାପ୍ତିରେ ବିଳମ୍ବ ଯୋଗ ଲକ୍ଷ୍ୟ କରିବେ। ଆପଣଙ୍କ ପାଇଁ ଶୁଭ ରଙ୍ଗ ଆଜି ଧବଳ ବର୍ଣ୍ଣ ରଙ୍ଗ। ଶୁଭ ଅଙ୍କ 8। ଆପଣ ଆଜି ଶିବ ପଞ୍ଚାକ୍ଷର ମନ୍ତ୍ର ପଠନ କରନ୍ତୁ। ଦିନଟି ଅତ୍ୟନ୍ତ ସୁଖଦ ରହିବ। ବିଛା ରାଶି। ବିଛା ରାଶି ବ୍ୟକ୍ତିବିଶେଷଙ୍କ ପାଇଁ ଦିନଟିରେ ଚନ୍ଦ୍ରମା ରାଶିଠାରୁ ସପ୍ତମ ସ୍ଥାନରେ ଗୋଚର କରିବେ। ଫଳରେ କାର୍ଯ୍ୟକ୍ଷେତ୍ର ଏବଂ ବ୍ୟବସାୟରେ ଶତ୍ରୁ ବୃଦ୍ଧିର ସୂଚନା ଅଛି। ସରକାରୀ ବେସରକାରୀ କର୍ମକୁ ନେଇକି ଉପରିସ୍ଥ କର୍ମଚାରୀଙ୍କ ପରାମର୍ଶ ଅନୁସାରେ କର୍ମ ସମ୍ପାଦନ କରିବା ନିତାନ୍ତ ଆବଶ୍ୟକ। ଦାମ୍ପତ୍ୟ ଓ ପ୍ରେମ ସମ୍ପର୍କ ବିଶେଷ ସୁଖଦାୟକ ନୁହେଁ। ରାଜନୀତି କ୍ଷେତ୍ରରେ ରାଜଦଣ୍ଡର ଭୟ ଅଛି। ଏଣୁକରି ସଦାସର୍ବଦା ଯତ୍ନଶୀଳ ରହିବେ। ଆର୍ଥିକ ସ୍ଥିତି ଦୁର୍ବଳ ରହିବା ସହିତ ସ୍ୱାସ୍ଥ୍ୟ ଶରୀର ମଧ୍ୟ ଦୁର୍ବଳ ରହିପାରେ। ଯାତ୍ରା ପାଇଁ ଦିନଟି ବିଶେଷ ସୁଖଦାୟକ ନୁହେଁ। ଦିନଟିରେ ଗୁପ୍ତ ଶତ୍ରୁ ମଧ୍ୟ ଜାତ ହୋଇପାରନ୍ତି। ବିଦ୍ୟାର୍ଥୀ ଓ ମହିଳାମାନେ କାର୍ଯ୍ୟକ୍ଷେତ୍ରରେ ସେବା ପୂଜାରେ ମତି ଧାବନ କରିବେ। ଆପଣଙ୍କ ପାଇଁ ଶୁଭ ରଙ୍ଗ ଆଜି ଧୂସର ବର୍ଣ୍ଣ ରଙ୍ଗ। ଶୁଭ ଅଙ୍କ 5। ଆପଣ ଆଜି ହନୁମାନ ଚାଳିଶା ପଠନ କରନ୍ତୁ। ଦିନଟି ଅତ୍ୟନ୍ତ ସୁଖଦ ରହିବ। ଧନୁରାଶି। ଧନୁରାଶି ବ୍ୟକ୍ତିବିଶେଷଙ୍କ ପାଇଁ ଦିନଟିରେ ଚନ୍ଦ୍ରମା ରାଶିଠାରୁ ଷଷ୍ଠ ସ୍ଥାନରେ ଗୋଚର କରିବେ। ଫଳରେ କାର୍ଯ୍ୟକ୍ଷେତ୍ର ଏବଂ ବ୍ୟବସାୟରେ ଅପ୍ରୀତିକର ଘଟଣା କିଛି ଘଟିତ ହୋଇପାରେ। ସରକାରୀ ବେସରକାରୀ କର୍ମକୁ ନେଇକି ସ୍ୱାସ୍ଥ୍ୟ ହାନିର ସୂଚନା ଲକ୍ଷ୍ୟ କରିବେ। ଦାମ୍ପତ୍ୟ ଓ ପ୍ରେମ ସମ୍ପର୍କ ମଧ୍ୟମରୁ ଉତ୍ତମ ରହିବ। ବାଦ ବିବାଦ ତଥା ନ୍ୟାୟ ନିଷ୍ପତ୍ତି କର୍ମରେ ଯୋଗଦାନ ରଖନ୍ତୁ ନାହିଁ। ଆର୍ଥିକ ସ୍ଥିତି ଦୁର୍ବଳ ରହିବା ସହିତ ସ୍ୱାସ୍ଥ୍ୟ ଶରୀର ମଧ୍ୟ ଦୁର୍ବଳ ଅଟେ। ଯାତ୍ରା ପାଇଁ ଦିନଟି ମଧ୍ୟମ ଫଳଦାୟକ। ବିଦ୍ୟାର୍ଥୀ ଓ ମହିଳାମାନେ କାର୍ଯ୍ୟକ୍ଷେତ୍ରରେ ନିର୍ବିଘ୍ନରେ କର୍ମ ସମ୍ପାଦନ କରିବେ। ଆପଣଙ୍କ ପାଇଁ ଶୁଭ ରଙ୍ଗ ଆଜି ଧୂସର ବର୍ଣ୍ଣ ରଙ୍ଗ। ଶୁଭ ଅଙ୍କ 5। ଆପଣ ଆଜି ହନୁମାନ ଚାଳିଶା ପଠନ କରନ୍ତୁ। ଦିନଟି ଅତି ଉତ୍ତମ ରହିବ। ମକର ରାଶି।
ମକର ରାଶି ବ୍ୟକ୍ତିବିଶେଷଙ୍କ ପାଇଁ ଦିନଟିରେ ଚନ୍ଦ୍ରମା ରାଶିଠାରୁ ପଞ୍ଚମ ସ୍ଥାନରେ ଗୋଚର କରିବେ। ଫଳରେ କାର୍ଯ୍ୟକ୍ଷେତ୍ର ଏବଂ ବ୍ୟବସାୟରେ ଆକସ୍ମିକ ଦୁର୍ଘଟଣାରେ ଗ୍ରସିତ ହୋଇପାରନ୍ତି। ସରକାରୀ ବେସରକାରୀ କର୍ମକୁ ନେଇକି ଉଚ୍ଚ ପଦ ପ୍ରାପ୍ତି ହେବ। ଦାମ୍ପତ୍ୟ ଓ ପ୍ରେମ ସମ୍ପର୍କ ସୁଖଦ ରହିବା ସହିତ ନୂତନ ବନ୍ଧୁ ଲାଭର ସୂଚନା ଅଛି। ଆର୍ଥିକ ସ୍ଥିତି ଅତି ଉତ୍ତମ ଅଟେ। ଧାର କରଜ ଦେଇଥିବା ସମ୍ପତ୍ତି ଫେରସ୍ତ ପାଇପାରନ୍ତି। ସ୍ୱାସ୍ଥ୍ୟ ଶରୀର ପ୍ରତି ଧ୍ୟାନ ରଖନ୍ତୁ। ଯାତ୍ରା ପାଇଁ ଦିନଟି ଅମୃତ ତୁଲ୍ୟ। ବିଦ୍ୟାର୍ଥୀ ଓ ମହିଳାମାନେ କାର୍ଯ୍ୟକ୍ଷେତ୍ରରେ ଆଶାତୀତ ଫଳ ପ୍ରାପ୍ତି କରିବେ। ଆପଣଙ୍କ ପାଇଁ ଶୁଭ ରଙ୍ଗ ଆଜି ଫିକା ଗୋଲାପୀ ରଙ୍ଗ, ଶୁଭଙ୍କ 6। ଆପଣ ଆଜି ଓଁ ନମୋ ଭଗବତେ ବାସୁଦେବାୟ ନମଃ ଏହି ମନ୍ତ୍ରକୁ ପଠନ କରନ୍ତୁ। ଦିନଟି ଅତ୍ୟନ୍ତ ସୁଖଦ ରହିବ। କୁମ୍ଭ ରାଶି ବ୍ୟକ୍ତିବିଶେଷଙ୍କ ପାଇଁ ଦିନଟିରେ ଚନ୍ଦ୍ରମା ରାଶିଠାରୁ ଚତୁର୍ଥ ସ୍ଥାନରେ ଗୋଚର କରିବେ। ଫଳରେ କାର୍ଯ୍ୟକ୍ଷେତ୍ର ଏବଂ ବ୍ୟବସାୟରେ ପ୍ରବଳ ମାତ୍ରାରେ କ୍ରୋଧଗୁଣ ଉତ୍ପନ୍ନ ହୋଇପାରେ। ଏଣୁକରି ଦିନଟିରେ କ୍ରୋଧଗୁଣକୁ ନିୟନ୍ତ୍ରଣ କରନ୍ତୁ। ସରକାରୀ ବେସରକାରୀ କର୍ମକୁ ନେଇକି ପ୍ରଶଂସାର ପାତ୍ର ହେବେ। ଦାମ୍ପତ୍ୟ ଓ ପ୍ରେମ ସମ୍ପର୍କ ସଦୃଢ଼ ରହିବା ସହିତ ପ୍ରେମ ସମ୍ପର୍କକୁ ନେଇକି ନୂତନ ଅନୁଭୂତି ଜାଗ୍ରତ ହେବ। ଆର୍ଥିକ ସ୍ଥିତି ଅତି ଉତ୍ତମ ଅଟେ। ସ୍ୱାସ୍ଥ୍ୟ ଶରୀର ସବଳ ରହିବ। ଯାତ୍ରା ପାଇଁ ଦିନଟି ଆପଣଙ୍କ ପକ୍ଷରେ ଯିବ। ବିଦ୍ୟାର୍ଥୀ ଓ ମହିଳାମାନେ କାର୍ଯ୍ୟକ୍ଷେତ୍ରରେ କର୍ମ ବିମୁଖ ହେବେ। ଆପଣଙ୍କ ପାଇଁ ଶୁଭ ରଙ୍ଗ ଆଜି ସବୁଜ ବର୍ଣ୍ଣ ରଙ୍ଗ, ଶୁଭଙ୍କ 1। ଆପଣ ଆଜି ଗାଈକୁ ଚଣା ଓ ଗୁଡ଼ ଖାଇବାକୁ ଦିଅନ୍ତୁ। ଦିନଟି ଅତ୍ୟନ୍ତ ସୁଖଦ ରହିବ। ମୀନ ରାଶି ବ୍ୟକ୍ତିବିଶେଷଙ୍କ ପାଇଁ ଦିନଟିରେ ଚନ୍ଦ୍ରମା ରାଶିଠାରୁ ତୃତୀୟ ସ୍ଥାନରେ ଗୋଚର କରିବେ। ଫଳରେ କାର୍ଯ୍ୟକ୍ଷେତ୍ର ଏବଂ ବ୍ୟବସାୟରେ ଆଲୋଚନା ସମାଲୋଚନାର ସମୟ ଅତିବାହିତ ହେବ। ସରକାରୀ ବେସରକାରୀ କର୍ମକୁ ନେଇକି ନୂତନ ଆୟ ସ୍ଥିତି ସବଳ ରହିବ। ଦାମ୍ପତ୍ୟ ଓ ପ୍ରେମ ସମ୍ପର୍କ ଅତି ଉତ୍ତମ ଅଟେ। ଆର୍ଥିକ ସ୍ଥିତି ସବଳ ରହିବା ସହିତ ସ୍ୱାସ୍ଥ୍ୟ ଶରୀର ମଧ୍ୟ ସବଳ ରହିବ। ଜ୍ଞାତି ପରିବାର ବନ୍ଧୁବର୍ଗ ତଥା ଭ୍ରାତୃଭଗ୍ନୀଙ୍କ ଠାରୁ ସାହାଯ୍ୟ ସହାନୁଭୂତି ପ୍ରାପ୍ତି ହେବ। ଯାତ୍ରା ପାଇଁ ଦିନଟି ଅତି ଉତ୍ତମ ରହିବ। ବିଦ୍ୟାର୍ଥୀ ଓ ମହିଳାମାନେ କାର୍ଯ୍ୟକ୍ଷେତ୍ରରେ ନିର୍ବିଘ୍ନରେ କର୍ମ ସମ୍ପାଦନ କରିବେ। ଆପଣଙ୍କ ପାଇଁ ଶୁଭ ରଙ୍ଗ ଆଜି ହଳଦୀ ବର୍ଣ୍ଣ ରଙ୍ଗ, ଶୁଭଙ୍କ 3। ଆପଣ ଆଜି ରାମ ରକ୍ଷା ସ୍ତୋତ୍ର ପାଠ କରନ୍ତୁ। ଦିନଟି ଅତି ଉତ୍ତମ ରହିବ। ଦର୍ଶକ ବନ୍ଧୁ, ଇଏ ଥିଲା ମେଷ ରାଶି ଠାରୁ ମୀନ ରାଶି ପର୍ଯ୍ୟନ୍ତ ଦ୍ୱାଦଶ ରାଶିର ରାଶିଫଳ ଏବଂ ଆଜିର ଦିବ୍ୟ ଚିନ୍ତନ। ଏବେ ଅନୁମତି ଦିଅନ୍ତୁ। ନମୋ ଭଗବତୀ ଶରଣ।